ଭିଜିଲାନ୍ସ ଜାଲରେ ତହସିଲଦାର ବାବୁ ଆୟ ବହିର୍ଭୂତ ସମ୍ପତ୍ତି ରଖିଥିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ମଙ୍ଗଳବାର ସକାଳୁ ରେମୁଣା ତହସିଲଦାର ବିଦ୍ୟାଧରପତିଙ୍କ ଅଫିସ ସହ ଅନ୍ୟ 6ଟି ସ୍ଥାନରେ ଚଢ଼ାଉ କରିଥିଲେ। ବାଲେଶ୍ୱର 4ଟି ସ୍ଥାନ ସହ ଭୁବନେଶ୍ୱରର 3ଟି ସ୍ଥାନରେ ଚଢ଼ାଉ ହୋଇଥିଲା। ଏହି ଚଢ଼ାଉରେ 6 ଜଣ ଡିଏସ୍ପି, 3 ଜଣ ଇନ୍ସପେକ୍ଟର, 10 ଜଣ ଏଏସ୍ଆଇଙ୍କ ସମେତ ଅନ୍ୟ ସହଯୋଗୀ କର୍ମଚାରୀଙ୍କ ନେତୃତ୍ୱରେ 7ଟି ସ୍ଥାନରେ ଚଢ଼ାଉରେ ସାମିଲ ହୋଇଥିଲେ। ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ସର୍ଚ୍ଚ ୱାରେଣ୍ଟ ଜାରି କରାଯାଇଥିଲା। ଭୁବନେଶ୍ୱର ଶୈଳଶ୍ରୀ ବିହାର ସ୍ଥିତ ତାମାରିନ୍ ଟେରେସ୍ରେ ଫ୍ଲାଟ୍ ନମ୍ବର C604 ଓ ରୁଦ୍ରପୁର ସ୍ଥିତ ଆସୋଟେକ୍ ପ୍ରାଇଡ୍ରେ ଫ୍ଲାଟ୍ ନମ୍ବର B40406ରେ 3 BHK ଏକ୍ଜିକ୍ୟୁଟିଭ୍ ଫ୍ଲାଟ୍, ବାଲେଶ୍ୱର ସଦର ଥାନା ଅନ୍ତର୍ଗତ କୁରୁଡା ସ୍ଥିତ 2 ମହଲା ବିଶିଷ୍ଟ କୋଠା, ସର ଆଇନରୀରେ ଅବସ୍ଥିତ ପତିଙ୍କର ପିତୃଗୃହ, ଏଥିସହିତ ରେମୁଣା ତହସିଲଦାର କାର୍ଯ୍ୟାଳୟ ଓ ବାଲେଶ୍ୱରରେ ରହିଥିବା ତହସିଲଦାର ବିଦ୍ୟାଧରପତିଙ୍କ ରହଣୀ ସ୍ଥାନ ସହିତ ଭୁବନେଶ୍ୱରରେ ଦୁମଦୁମା ପଞ୍ଚଶାଖା ନଗର ପ୍ଲଟ ନମ୍ବର 625 ମାର୍ସ ଭିଲାରେ ତାଙ୍କ ସମ୍ପର୍କୀୟଙ୍କ ଘରେ ଏକ ସାଙ୍ଗରେ ଚଢ଼ାଉ କରିଥିଲା ଭିଜିଲାନ୍ସ ବିଭାଗ। ଭିଜିଲାନ୍ସ ଯାଞ୍ଚ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଦଲିଲ ଦସ୍ତାବିଜ ମିଳିଥିବା ଜଣାପଡ଼ିଛି। ମିଳିଥିବା ଫ୍ଲାଟ୍ ଏବଂ ପ୍ଲଟର ମାପ ଏବଂ ମୂଲ୍ୟାଙ୍କନ ଭିଜିଲାନ୍ସ ଟେକ୍ନୋଲୋଜି ୱିଙ୍ଗ ଦ୍ୱାରା କରାଯାଉଛି। ଏଥିସହିତ ଗୋଟିଏ 4 ଚକିଆ ହୁଣ୍ଡାଇ i20 କାର୍ ଏବଂ 2ଟି ବାଇକ୍, ଏଥିସହିତ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଜମା ଓ ନିବେଶର ଆକଳନ କରାଯାଉଛି। ଭୁବନେଶ୍ୱର ନୀଳାଦ୍ରି ବିହାର ଶାଖାରେ ଥିବା ୟୁକୋ ବ୍ୟାଙ୍କରେ ତାଙ୍କ ଜୀବନସାଥୀଙ୍କ ନାମରେ ଗୋଟିଏ ଲକର ଥିବା ଜଣାପଡ଼ିଛି। नहीं, siamo